ଆରେ ଆରେ ସକାଳୁ ସକାଳୁ ମୋ ମୁହଁରେ ଏମିତି ପାଣି କାହିଁକି ଢାଳୁଛୁ? କଣ ପାଇଁ ଆଉ କାମକୁ ଯିବା ପାଇଁ? ଦିନ 10ଟା ବାଜିଲାଣି, ଏ ଯାଇ କାମକୁ ନ ଯାଇ ଶୋଇ ରହିଛ? ଜଲ୍ଦି ଜଲ୍ଦି କାମକୁ ଯାଅ। ହଁ, ମତେ ଭାରି ନିଦ ଲାଗୁଛି। ଆଜି କାମକୁ ଯିବା ପାଇଁ ଇଚ୍ଛା ହେଉନି। ମୁଁ ଆଜି କାମକୁ ଯିବିନି, ଘରେ ରହି ଆରାମ କରିବି। କାମକୁ ଯିବନି ତ? ତେବେ ଠିକ ଅଛି, ମୁଁ ବି ଆଉ ତୁମ ଘରେ ରହିବିନି। ତୁମ ପରି ଗୋଟେ ଗରିବ ଅଳସୁଆ ପକ୍ଷୀକୁ ବାହାଇ ମୁଁ ବହୁତ ବଡ ଭୁଲ କରିଦେଲି। ଏବେ ମୋର ଦୁଇ ଆଖି ଯୁଆଡେ ବି ଦେଖାଯିବ ମୁଁ ସିଆଡେ ଚାଲିଯିବି। ଆରେ ରହ ରହ, ତୁ କୁଆଡେ ବି ଯାନି। ତୁ ଯଦି ଘର ଛାଡି ଚାଲିଯିବୁ ତ ଭାଇମାନେ ମତେ ଛାଡିବେନି। ତାଠୁ ଭଲ ହେବ ମୁଁ ଏବେ ହିଁ କାମକୁ ଯିବି। ଆଚ୍ଛା ତେବେ ଠିକ ଅଛି, ତୁମେ ଯଦି କାମକୁ ଯିବ ମୁଁ ଘର ଛାଡି କୁଆଡେ ବି ଯିବିନି। ଯାଅ ଯାଅ କାମକୁ ଯାଅ। ଆରେ ମା, ମୁଁ ଏବେ କାମ ଖୋଜିବାକୁ ଯାଉଛି। ତୁ ଏଇ ଘର ବାହାରେ ଖେଳୁଥିବୁ, ଏକୁଟିଆ ବେଶୀ ଦୂରକୁ ଯିବୁନି। ମା ମା, ଆଜି ତୁମେ କାମରୁ ଫେରିବା ସମୟରେ ମୋ ପାଇଁ ଗୋଟେ କଣ୍ଢେଇ ଆଣିଦେବ? ମୋର କେହି ବି ସାଙ୍ଗ ନାହାନ୍ତି, ତୁମେ ମତେ କଣ୍ଢେଇ ଆଣିଦେଲେ ମୁଁ ସେ କଣ୍ଢେଇ ସାଙ୍ଗରେ ଖେଳନ୍ତି। ମାରି, ମୁଁ ଏ ଯାଇ କାମ ପାଇନି। ମୁଁ ଯଦି କାମ ପାଏ ତୋ ପାଇଁ କଣ୍ଢେଇ ଆଣିଦେବି। ତୁ ଏବେ ମନ ଦୁଃଖ କରିବୁନି। ନା ନା ମା, ମୁଁ ଜମା ବି ମନ ଦୁଃଖ କରିବିନି। ମୁଁ ଜାଣେ ତୁମେ ଘର ଚଳିବା ପାଇଁ ଅନେକ କଷ୍ଟ କରୁଛ। ତୁମେ ଚିନ୍ତା ନ କରି କାମ ଖୋଜିବାକୁ ଯାଅ। ତାପରେ ଚଢ଼େଇ କାମ ଖୋଜିବାକୁ ଗଲା। ସେପଟେ କାଉ ଚିଲ ଜମିରେ ପହଞ୍ଚିଲା। ସେ ଚିଲ ଜମିରେ କାମ କରୁଥିଲା। ସେତେବେଳେ ସେ ଚଢ଼େଇକୁ ଦେଖିଲା। ମତେ ଆଜି ଜମି ଚାଷ କରିବାକୁ ଜମା ଇଚ୍ଛା ହେଉନି। ଏଇ ତ ଆଗରେ ଚଢ଼େଇ ଯାଉଛି। ମୋ ପାଖରେ 2ଟି ମିଠା ଫଳ ଅଛି। ମୁଁ ଚଢ଼େଇକୁ 2ଟି ମିଠା ଫଳ ଦେଇ ମୋ କାମ କରିନିଏ। ଆରେ ଚଢ଼େଇ, ତୁ କାମ ଖୋଜିବାକୁ ଯାଉଛୁ କି? ହଁ କାଉ ଭାଇ, ଅନେକ ଦିନ ହେଲାଣି ମୁଁ କାମ ଖୋଜୁଛି, ହେଲେ କୋଉଠି ବି କାମ ପାଉନି। ଆଜି ବି ମୁଁ କାମ ଖୋଜିବାକୁ ଯାଇଥିଲି, ହେଲେ କୋଉଠି ବି ପାଇଲିନି। ଚଢ଼େଇ, ମୋ ପାଖରେ ଗୋଟେ କାମ ଅଛି। ତୁ ଯଦି ସେ କାମ କରିବୁ ମୁଁ ତତେ କିଛି ପାରିଶ୍ରମିକ ଦେବି। ଆଚ୍ଛା ଠିକ ଅଛି କାଉ ଭାଇ, କୁହ ମୁଁ କଣ କରିବି? ବେଶୀ ନହେଲେ ବି ମତେ ଏତିକି ଟଙ୍କା ଦେବ, ଯେତିକି ଟଙ୍କାରେ ମୁଁ ଗୋଟେ କଣ୍ଢେଇ କିଣିପାରିବି। ମୋ ଝିଅ ଅନେକ ଦିନ ହେଲାଣି ମତେ କଣ୍ଢେଇ ଆଣିବାକୁ କହିଥିଲା। ଆଜି ମୁଁ ତା ପାଇଁ ଗୋଟେ କଣ୍ଢେଇ କିଣିବାକୁ ଚାହୁଁଛି। କାଉ ଚଢ଼େଇକୁ କାମ ବୁଝେଇଦେଲା। ତାପରେ ମା ଚଢ଼େଇ ଜମି ଚାଷ ଆରମ୍ଭ କଲା। ସେତେବେଳେ ଏଇ କଣ, ମୋ କୋଦାଳରେ କଣ ଗୋଟେ ବାଜିଲା? ମୁଁ ମାଟି ଖୋଳିକି ଦେଖେ। ଚଢ଼େଇ ମାଟି ଖୋଳିଲା। ମାଟି ଭିତରୁ ଗୋଟେ ମାଟି ହାଣ୍ଡି ବାହାରିଲା। ଏଇଟା ତ ଗୋଟେ ମାଟି ହାଣ୍ଡି। ଏଇ ଜମିରେ ଏମିତି ମାଟି ହାଣ୍ଡି କିଏ ପୋତିଥିଲା? ନା ନା, ଏ ମାଟି ହାଣ୍ଡିକୁ ଖୋଲିବା ଠିକ ହେବନି। ଏ ଜମି ମୋର ନୁହଁ। ମୁଁ ଏ ମାଟି ହାଣ୍ଡି କାଉ ଭାଇଙ୍କୁ ଦେଇଦିଏ। ତାପରେ ଚଢ଼େଇ ସେ ମାଟି ହାଣ୍ଡି କାଉକୁ ଦେଲା, ଆଉ ତାକୁ ସବୁ ଘଟଣା କହିଲା। ଭଲ କରିଛୁ ଚଢ଼େଇ, ଏ ମାଟି ହାଣ୍ଡିକୁ ଖୋଲିନୁ। ତୁ ଏବେ ଯା କାମ କରିବୁ। ମୁଁ ଏ ମାଟି ହାଣ୍ଡିକୁ ତା ସଠିକ ମାଲିକ ପାଖରେ ପହଞ୍ଚେଇ ଦେବି। ହା ହା ହା, ଚଢ଼େଇ କେତେ ବୋକା, ନିଜେ ନ ଖୋଲି ମତେ ମାଟି ହାଣ୍ଡି ଆଣିଦେଲା। ମୁଁ ଶୁଣିଛି ଏମିତି ମାଟି ହାଣ୍ଡିରେ ଗୁପ୍ତଧନ ଥାଏ। ମୁଁ ଏବେ ମାଟି ହାଣ୍ଡି କାହାକୁ ବି ଦେବିନି। ସବୁ ଗୁପ୍ତଧନ ମୁଁ ନିଜେ ରଖିବି, ଆଉ ଅନେକ ଧନୀ ହେଇଯିବି। ଏମିତି ଚିନ୍ତା କରି କାଉ ସେ ମାଟି ହାଣ୍ଡିକୁ ଖୋଲିଲା, ଆଉ ଦେଖିଲା ମାଟି ହାଣ୍ଡି ଭିତରେ ଗୋଟେ କଣ୍ଢେଇ ଅଛି। ଏ କଣ? ଏଇଟା ତ ଗୋଟେ ସାଧାରଣ କଣ୍ଢେଇ। ଭାବିଥିଲି କଣ ଆଉ ବାହାରିଲା କଣ? ମୋର ସବୁ ଆଶା ମାଟିରେ ମିଶିଗଲା। ଏ କଣ୍ଢେଇ ନେଇ ମୁଁ ଏବେ କଣ କରିବି? ଯାଏ ଏ କଣ୍ଢେଇକୁ ଫିଙ୍ଗି ଦେଇ ଆସେ। ଆରେ ନା ନା, ମୁଁ ଏ କଣ୍ଢେଇକୁ ଫିଙ୍ଗିବିନି। ଚଢ଼େଇ ତ କହୁଥିଲା କଣ୍ଢେଇ କିଣିବ। ମୁଁ ଗୋଟେ କାମ କରେ, ତାକୁ ଏ କଣ୍ଢେଇ ଦେଇଦିଏ। ସେମିତିରେ ମତେ ଆଉ କିଛି ବି ଚଢ଼େଇକୁ ଦେବା ପାଇଁ ପଡ଼ିବନି। କାଉ ଭାଇ, ମୁଁ ପୁରା ଜମିକୁ ଚାଷ କରିଦେଲି। ଏବେ ମୁଁ ଘରକୁ ଯିବି, ମତେ ମୋ ପାରିଶ୍ରମିକ ଦିଅ। ଆରେ ଚଢ଼େଇ, ଏବେ ମୋ ପାଖରେ କିଛି ଟଙ୍କା ନାହିଁ, ହେଲେ ତ ଦରକାରୀର ଗୋଟେ ଜିନିଷ ଅଛି। ଚଢ଼େଇ, ତୁ ଏ କଣ୍ଢେଇ ନେଇଯା। ମୁଁ ଏ କଣ୍ଢେଇକୁ ଅନେକ ଟଙ୍କା ଦେଇ କିଣିଛି।
ତୁ ଏ କଣ୍ଢେଇ ନେଇ ତ ଝିଅକୁ ଦେ, ସେ ଖୁସି ହେଇଯିବ। କଣ୍ଢେଇଟା ଅନେକ ସୁନ୍ଦର ହେଇଛି। ସତରେ ମୋ ଝିଅ ଏଇ କଣ୍ଢେଇକୁ ଦେଖିଲେ ଅନେକ ଖୁସି ହେଇଯିବ। ଆଚ୍ଛା ଠିକ ଅଛି କାଉ ଭାଇ, ମୋ ପାରିଶ୍ରମିକ ବଦଳରେ ମତେ ଏଇ କଣ୍ଢେଇଟି ଦେଇଦିଅ। ଏମିତି ମା ଚଢ଼େଇ ସେ କଣ୍ଢେଇକୁ ନେଇ ତା ଘରକୁ ଗଲା ଆଉ ତାର ଝିଅକୁ ଦେଲା। ମା, ମୋ ପାଇଁ କଣ୍ଢେଇ ଆଣିଛ? କଣ୍ଢେଇଟା ବହୁତ ସୁନ୍ଦର ହେଇଛି, ମତେ ଆଜି ବହୁତ ଖୁସି ଲାଗୁଛି ମା। ଚଢ଼େଇ ଛୁଆ ଏପରି କହି କହି ଅନେକ ଖୁସି ହେଉଥିଲା। ହଠାତ୍ ସେହି ସମୟରେ କଣ୍ଢେଇ ଆଖି ଖୋଲିଲା ଆଉ କଥା କହିଲା, ଏ କଣ? ମୁଁ ଆକାଶକୁ ଦେଖିପାରୁଛି, ତା ମାନେ ମୁଁ ମାଟି ହାଣ୍ଡିରୁ ମୁକ୍ତ ହେଇଯାଇଛି। ମତେ ତ ଗୋଟେ ଚଢ଼େଇ ଛୁଆ ଧରିଛି। ଏ ଚଢ଼େଇ ଛୁଆ ମତେ ଟିକେ ସାହାଯ୍ୟ କର। ମା ମା ଦେଖ, ଏ କଣ୍ଢେଇ କଥା କହୁଛି। ହଁ ରେ ମା, ମୁଁ ବି ଶୁଣି ପାରୁଛି। ଏ କେମିତିକା କଣ୍ଢେଇ କାଉ ଭାଇ ମତେ ଦେଲେ? ନିଶ୍ଚୟ ଏ କଣ୍ଢେଇ ଭିତରେ ଭୂତ ଅଛି। ମାରି ଶୀଘ୍ର ସେ କଣ୍ଢେଇକୁ ଦୂରକୁ ଫିଙ୍ଗି ଦେ। ନା ନା ଚଢ଼େଇ, ମୁଁ ଭୂତ ନୁହଁ, ମୁଁ ଜଣେ ପରୀ। ମୁଁ ଏ କଣ୍ଢେଇରେ ବନ୍ଦୀ ହେଇ ଅଛି, ଦୟାକରି ମତେ ସାହାଯ୍ୟ କର। କଣ ହେଲା? ତୁମେ ଜଣେ ପରୀ, ହେଲେ ତୁମେ ଏ କଣ୍ଢେଇରେ ବନ୍ଦୀ କେମିତି ହେଲ? ଗୋଟେ ଦୁଷ୍ଟ ଯାଦୁଗର ମତେ କଣ୍ଢେଇରେ ବନ୍ଦୀ କରି ଏକ ମାଟି ହାଣ୍ଡିରେ ରଖିଦେଲା ଆଉ ତାପରେ ସେ ମାଟି ହାଣ୍ଡିକୁ ମାଟି ତଳେ ପୋତିଦେଲା। ମୁଁ ଜାଣିନି ମୁଁ କେମିତି ମୁକ୍ତ ହେଲି। ହେଲେ ଚଢ଼େଇ ମତେ ସାହାଯ୍ୟ କର। ତମେ ମାନେ ଯଦି ମତେ ସାହାଯ୍ୟ ନ କରିବ, ମୁଁ ସାରା ଜୀବନ ଏମିତି କଣ୍ଢେଇରେ ବନ୍ଦୀ ହେଇ ରହିବି। ହଁ, ମୋର ମନେ ପଡ଼ିଲା, ମୁଁ ଆଜି ଜମି ଚାଷ କଲା ସମୟରେ ଗୋଟେ ମାଟି ହାଣ୍ଡି ପାଇଥିଲି। ମୁଁ ସେ ମାଟି ହାଣ୍ଡି କାଉ ଭାଇଙ୍କୁ ଦେଇଥିଲି। ତୁମେ ନିଶ୍ଚୟ ସେଇ ମାଟି ହାଣ୍ଡି ଭିତରେ ଥିଲ। କାଉ ଭାଇ ମତେ ମୋ ପାରିଶ୍ରମିକ ନ ଦେଇ ଏଇ କଣ୍ଢେଇ ଦେଇଥିଲେ। ପରୀ, ମତେ କୁହ, ତୁମେ କେମିତି ଏ କଣ୍ଢେଇରୁ ମୁକ୍ତ ହେବ? ମୋ ଦ୍ୱାରା ସମ୍ଭବ ହେଲେ ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି। ଏ ଜଙ୍ଗଲର ପୂର୍ବ ଦିଗରେ ଗଲେ ତୁ ଗୋଟେ ନୀଳ ପର୍ବତ ପାଇବୁ। ସେଇ ନୀଳ ପର୍ବତରେ ଗୋଟେ ସୁନ୍ଦର ରଙ୍ଗ ବେରଙ୍ଗର ଫୁଲ ଗଛ ଅଛି। ସେଇ ଗଛର ଯାଦୁର ଫୁଲ ଆଣି କଣ୍ଢେଇରେ ଛୁଇଁଲେ ମୁଁ ଏ କଣ୍ଢେଇରୁ ମୁକ୍ତ ହେଇଯିବି। ଆଚ୍ଛା ତେବେ ଠିକ ଅଛି ପରୀ, ଆଜି ତ ସନ୍ଧ୍ୟା ହେଇଗଲାଣି, ସକାଳ ହେଉ ମୁଁ ନୀଳ ପର୍ବତକୁ ଯିବି। ଏମିତି ସେଦିନ ବିତିଗଲା। ପରଦିନ ସକାଳେ ଚଢ଼େଇ ନୀଳ ପର୍ବତକୁ ଗଲା। କିଛି ସମୟ ଖୋଜିଲା ପରେ ସେ ସେଇ ଫୁଲ ଗଛକୁ ବି ପାଇଗଲା। ଲାଗୁଛି ଏଇ ସେଇ ଫୁଲ ଗଛ, କିନ୍ତୁ ମୁଁ ଏବେ ଜାଣିବି କେମିତି କୋଉ ଫୁଲ ଯାଦୁର, କୋଉ ଫୁଲ ନେଲେ ପରୀ କଣ୍ଢେଇରୁ ମୁକ୍ତ ହେବେ? ଏଇ ଚଢ଼େଇ, ତୁମ ଚାରି ପାଖରେ ଏମିତି ବୁଲୁଛୁ କାହିଁକି? କଣ ଦରକାର ତତେ? ଫୁଲ ଗଛ, ମତେ ତୁମର ଗୋଟେ ଯାଦୁର ଫୁଲ ଦରକାର। ମୁଁ ସେ ଫୁଲ ନେଇ ଜଣକୁ ସାହାଯ୍ୟ କରିବି। ଏମିତି ଚଢ଼େଇ ଫୁଲ ଗଛକୁ ପରୀର ସବୁ କଥା କହିଲା। ଚଢ଼େଇ, ତୁ ଗୋଟେ ଭଲ କାମ ପାଇଁ ମୋ ପାଖକୁ ଆସିଛୁ। ମୁଁ ତତେ ମୋ ଯାଦୁର ଫୁଲ ଦେବି, କିନ୍ତୁ ଚଢ଼େଇ ତତେ ମୋର ଗୋଟିଏ ପରୀକ୍ଷା ଦେବାକୁ ପଡ଼ିବ। କଣ ପରୀକ୍ଷା ଦେବାକୁ ପଡ଼ିବ ଗଛ? ବୁଦ୍ଧିର ପରୀକ୍ଷା। ମୁଁ ତତେ ଗୋଟେ ପ୍ରଶ୍ନ ପଚାରିବି, ତୁ ଯଦି ମତେ ସଠିକ ଉତ୍ତର ଦେବୁ ତାହେଲେ ଯାଇ ତୁ ମୋ ଯାଦୁର ଫୁଲ ପାଇପାରିବୁ। ଏବେ କହ ଚଢ଼େଇ, ତୁ ମୋ ପରୀକ୍ଷା ଦେବାକୁ ରାଜି ତ? ହଁ, ମୁଁ ପରୀକ୍ଷା ଦେବାକୁ ରାଜି। ତୁମେ ମତେ ପ୍ରଶ୍ନ ପଚାର। ଆଚ୍ଛା ଠିକ ଅଛି, ଏବେ କହିଲୁ, ଆମେ କୌଣସି ଜାଗାକୁ ଯିବାକୁ ଚାହିଁଲେ ସବା ପ୍ରଥମେ ଆମର କଣ ଜିନିଷ ସେଠାରେ ପହଞ୍ଚିଥାଏ? ଆମେ କୌଣସି ଜାଗାକୁ ଯିବାକୁ ଚାହିଁଲେ ସବା ପ୍ରଥମେ ଆମର ମନ ସେଠାରେ ପହଞ୍ଚିଥାଏ। ତୁ ସଠିକ ଉତ୍ତର ଦେଇଛୁ ଚଢ଼େଇ। ଏବେ ତୁ ମୋର ଗୋଟେ ଯାଦୁର ଫୁଲ ନେଇପାରିବୁ। ଏଇ ନେ। ଗଛ ଚଢ଼େଇକୁ ଯାଦୁର ଫୁଲ ଦେଲା। ଚଢ଼େଇ ସେ ଫୁଲ ଧରି ଖୁସି ମନରେ ଘରକୁ ଗଲା। ମା, ତୁମେ ଆସିଗଲ? ହଁ ରେ ମା, ମୁଁ ଆସିଗଲି। ସାଙ୍ଗରେ ଯାଦୁର ଫୁଲ ବି ଆଣିଛି। ମୁଁ ଏବେ ଏଇ କଣ୍ଢେଇକୁ ଯାଦୁର ଫୁଲ ଦିଏ। ଚଢ଼େଇ ଯେମିତି କଣ୍ଢେଇକୁ ସେ ଯାଦୁର ଫୁଲ ଦେଲା, କଣ୍ଢେଇ ଭିତରୁ ପରୀ ବାହାରି ଆସିଲା। ଆଜି ମୁଁ ମୁକ୍ତ ହେଇଗଲି। ମୁଁ ଆଜି ଅନେକ ଖୁସି। ଚଢ଼େଇ, ତୁ ବହୁତ ଭଲ। ତୋ ପାଇଁ ମୁଁ ଆଜି ମୁକ୍ତ ହେଇପାରିଲି। ତତେ ବହୁତ ବହୁତ ଧନ୍ୟବାଦ ଚଢ଼େଇ। ତତେ କଣ ଉପହାର ଦରକାର କହ, ତୁ ଯାହା କହିବୁ ମୁଁ ତତେ ସବୁ ଦେବି। ନା ନା ପରୀ, ମୋର କିଛି ବି ଉପହାର ଦରକାର ନାହିଁ। ତୁମକୁ ସାହାଯ୍ୟ କରିପାରି ମୁଁ ଅନେକ ଖୁସି। ଆରେ ସେମିତି କହିଲେ କେମିତି ହେବ? ତୁ ମୋର ଏତେ ବଡ଼ ଉପକାର କରିଛୁ,
ମୁଁ ତତେ କିଛି ଉପହାର ଦେବାକୁ ଚାହୁଁଛି। ଏଇ ନେ ଏ ସୁନା ମୁଦ୍ରାର ଥଳି ଆଜିଠୁ ତୋର ଚଢ଼େଇ। ଯେତେବେଳେ ବି କିଛି ବିପଦରେ ପଡ଼ିବୁ ମତେ ମନେ ପକେଇବୁ, ମୁଁ ନିଶ୍ଚୟ ଆସିବି। ଠିକ ଅଛି ପରି, ତୁମକୁ ବି ଅନେକ ଅନେକ ଧନ୍ୟବାଦ ଏତେ ସୁନ୍ଦର ଉପହାର ଦେଇଥିବାରୁ। ଏବେ ମୁଁ ଯାଉଛି ଚଢ଼େଇ, ତମେ ମାନେ ଭଲରେ ରୁହ। ମା, ପରୀଙ୍କ ଦେବା ଉପହାରରେ ଏବେ ଆମର ଆଉ କିଛି ବି ଅଭାବ ରହିବନି। ଆମେ ଆଜିଠୁ ଖୁସିରେ ରହିବା ନା ମା? ହଁ, ତୁ ଠିକ କହିଲୁ ରେ ମା। ଏମିତି ସେମାନେ ଖୁସିରେ ଥିଲେ। ଏ ସବୁ ଘଟଣା ଦୂରରୁ କାଉ ଦେଖୁଥିଲା। ଏ ହେ, ସେଦିନ ମୁଁ ଚଢ଼େଇକୁ ଏ କଣ୍ଢେଇ ଦେଇ କେତେ ବଡ଼ ଭୁଲ କରିଦେଲି। ମୁଁ ଯଦି ସେ କଣ୍ଢେଇ ରଖିଥାନ୍ତି, ଏ ସୁନାର ଥଳି ମୁଁ ଆଜି ପାଇଥାନ୍ତି। ଏ ସୁନାର ଥଳି ଉପରେ କେବଳ ମୋର ଅଧିକାର ଅଛି। ଆଜି ରାତି ମୁଁ ଚଢ଼େଇର ଏ ସୁନା ଥଳିକୁ ଚୋରି କରି ନେଇ ଆସିବି। କାଉ ରାତି ହେବା ଯାଏଁ ଅପେକ୍ଷା କଲା। ରାତି ହେବା ପରେ ଚଢ଼େଇର ଘରକୁ ଗଲା, ଆଉ ତାର ସୁନା ଥଳିକୁ ଚୋରି କରି ନେଇ ଆସିଲା। ଭାରି ନିଦ ଲାଗିଲାଣି। ଏବେ ମୁଁ ଏ ସୁନାର ଥଳିକୁ କୋଉଠି ଲୁଚେଇବି? ଏଇ ଭଙ୍ଗା ହାଣ୍ଡିରେ ରଖିଦେଇଥାଏ। ସକାଳେ ମୁଁ ସବୁ ସୁନା ବିକ୍ରି କରିଦେବି। ଏମିତି ଚିନ୍ତା କରି କାଉ ସେ ଭଙ୍ଗା ହାଣ୍ଡିରେ ସୁନା ଥଳିକୁ ରଖି ଶୋଇ ପଡ଼ିଲା। ପରଦିନ ସକାଳେ ନିଜ ଘରେ ପୁରୁଣା ଜିନିଷ ଥିଲେ ତାକୁ ବିକ୍ରି କରି 20 ଟଙ୍କା ପାଆନ୍ତୁ। ଆଣନ୍ତୁ ଆଣନ୍ତୁ, ନିଜ ପୁରୁଣା ଜିନିଷ ବିକ୍ରି କରି ଟଙ୍କା ନେଇଯାଆନ୍ତୁ। ଆରେ ମିଟୁ ଭାଇ, ଟିକେ ରୁହ। ମୋ ପାଖରେ ଗୋଟେ ପୁରୁଣା ହାଣ୍ଡି ଅଛି, ତାକୁ ନେଇଯାଅ। ଫିଙ୍ଗିବା ଅପେକ୍ଷା ସେ ହାଣ୍ଡିକୁ ବିକ୍ରି କରି 20 ଟଙ୍କା ତ ପାଇଯିବି। କାଉର ସ୍ତ୍ରୀ ସେ ଭଙ୍ଗା ପୁରୁଣା ହାଣ୍ଡିକୁ ବିକ୍ରି କରି 20 ଟଙ୍କା ପାଇଲା। ମିଟୁ ସେସବୁ ଧରି ସେଠାରୁ ଚାଲିଗଲା। ଏ କଣ, ତୁ 20 ଟଙ୍କା ସକାଳୁ ସକାଳୁ କୋଉଠୁ ପାଇଲୁ? ଘରେ ଯୋଉ ପୁରୁଣା ହାଣ୍ଡି ଥିଲା, ମୁଁ ତାକୁ ବିକ୍ରି କରି ଏ 20 ଟଙ୍କା ପାଇଲି। ତୁ ଏ କଣ ସର୍ବନାଶ କରିଦେଲୁ? ଏବେ ମୁଁ ବୁଝିଲି, ଅନ୍ୟର କ୍ଷତି କରି କେବେ କେହି ଖୁସିରେ ରହିପାରେନି। ଏ କଣ, ମୋ ଝୁଡ଼ି ଏତେ ଓଜନିଆ କାହିଁକି ଲାଗୁଛି? ଏ ପୁରୁଣା ହାଣ୍ଡି କିଣିଲା ପରଠୁ ହିଁ ଏମିତି ଓଜନିଆ ହେଇଯାଇଛି। ନିଶ୍ଚୟ ଏ ପୁରୁଣା ହାଣ୍ଡିରେ କିଛି ମଇଳା ଜିନିଷ ଅଛି। ମୁଁ ନ ଦେଖିକି ଆଣି ଆସିଲି, ଏବେ ତାକୁ ଫିଙ୍ଗି ଦିଏ। ଏମିତି ଚିନ୍ତା କରି ମିଟୁ ସେ ପୁରୁଣା ହାଣ୍ଡିକୁ ଖୋଲି ସେଥିରେ ଥିବା ସୁନା ଥଳିକୁ ମଇଳା ଭାବି ଫିଙ୍ଗିଦେଲା, ଆଉ ସେଠାରୁ ଚାଲିଗଲା। ସେତେବେଳେ ସେ ରାସ୍ତାରେ ଚଢ଼େଇ ଛୁଆ ଯାଉଥିଲା। ଏ କଣ, ଏଇଟା ତ ପରି ଦେଇଥିବା ସୁନା ଥଳି। କାଲି ରାତି ଆମ ଘରୁ ଚୋରି ହେଇଯାଇଥିଲା। ନିଶ୍ଚୟ ଚୋର ଏ ଥଳିକୁ ଭୁଲରେ ଏଠି ପକେଇ ଚାଲି ଯାଇଛି। ଭଲ ହେଲା, ସୁନା ଥଳି ମତେ ମିଳିଗଲା। ତାପରେ ଚଢ଼େଇ ଛୁଆ ସୁନା ଥଳି ଧରି ଘରକୁ ଗଲା, ଆଉ ତାର ମାକୁ ସବୁ ଘଟଣା କହିଲା। ଏମିତି ଚଢ଼େଇ ମାନେ ପୁଣି ଥରେ ପରୀର ଉପହାରକୁ ପାଇଗଲେ।